ଝିଲିରି ଶଙ୍ଖ ମାଳିଆ ଶଙ୍ଖ ନବ ଶଙ୍ଖା ଶଙ୍ଖ ନବ ଶଙ୍ଖା ଶଙ୍ଖା ନବ ଶଙ୍ଖା। हरि हे राधा माधव ये भवसागर को उद्धार कर हे प्रभु उद्धार कर। ए माँ साताणी ମୁଁ ଏଇଠି ବସିଛି ମା ଉଠି ବସିବାକୁ ଆଉ ଜୋର ପାଉନି। अरे शंखारी बुढ़ा तमे तमर तो ढेर दिन ହେଲା देखा नथिला। आगे मुझे पानी दियो माँ शोषरे मो हंसा उड़िलानी। हो हो आनुची आनुची। पिंडरा टे प्राण पशिला चैत मास हो हो खरा उठिले बैशाख ज्येष्ठ आगुक आहरी अच्छी माँ कांथरे जो सब चित्र कराई चिता लिखाई सब कौन पे माँ तमे तो आसुन जानिबो केमिति गला मगुसुरा रे सान शांतंगर बाहागर हैला। हाँ सान शांत हाँ शांतंग पुओ सेई तो एकइर बळा बिसिकेसन। मु तो तांको केबे देखिनी माँ। केमिति देखिबो से तो कटक रे रही पढुचंती बरस को दी थरा आसंती खरा छुट्टी रे आउ दशहरा को साताणी लगेइले पुओ को 19 पुरी 20 चलिला पाठ पढ़ारू कौन मिल चाकिर तो कर नहीं बाहा कर कौन बुढ़ा हेले खोजा लोड़ा कर झील ठीक है बड़ कन्या बोली बाहा पुआणी एकाथर के सारीदेले। किरे कथाटा हेगला बा खीरी खजा डाली भात मो कपाल रे नाई। जौ संख्या बराद दबा लगी तुमको ढेर खोजा पड़ीला फी मास थर कि दिथर गोहिरी दांडे तुम डाक शुभे ठिकणा बेलू तुम देखा नहीं कहीं आसु नथिल जे किछि कहून जे कौन कहबी मो दुख कथा कहा को कहबी माँ। गला मगुसुर रे तम कांथर सिना चिता लेखा होइथिला हेले गला मगुसुर रे आम गाँ मशाणी रे मो झीर चिता जलुला से गोटे बोली झील 4 वर्ष रे हेइथिला माँ मला ताकू काखई शंखा झोड़िकी मुंडई गाँ गाँ बोली केते कष्ट रे ताकू मनीष करिछि बड़ हैला जहाँ सदिकी रखी सेतिकी अंटिलानी जे गाँ रे जमी माणी थिला ताकू बिकी भांगी दे ता बाहागर करैथिली। रोगरे पड़ी रोगरे जाइथिले भाभी थांती मो कपाल मंद
ହେଲେ ତା ନୁହଁ, ଶାଶୁ ନଣନ୍ଦ ଗଞ୍ଜଣା ଦେଲେ, ବର ଆଡ଼ ଆଖିରେ ଚାହିଁଲାନି। ସେକୁ ଝିଅ ମୋର ଖନ୍ୟର ବସି ଖାଇଦେଲ। ବାହାଘରର ବରଷଟେ ବି ପୁରିଲାନି, ରାତି ଅଧରେ ଚାଲିଗଲା। ସକାଳୁ ଶାଶୁଘର ଲୋକ ମଲା ଦେହଟାକୁ ଆଣି ମୋ ଘର ସାମ୍ନାରେ ପକେଇ ଦେଇ ଚାଲିଗଲେ। ମୋ ବାପ ହୋଇ ନିଜ ହାତରେ ମୋ ଝିଅକୁ ଜାଳିଦେଲି। ମୋ ଝିଅକୁ ଜାଳିଦେଲି। ମୋ ଝିଅକୁ ଜାଳିଦେଲି। ଶଙ୍ଖା ଗଢ଼ିବା, ଦୁଆର ଦୁଆର ବୁଲି ଶଙ୍ଖା ବିକିବା ସବୁ ଛାଡ଼ିଦେଲି। ହେଲେ ପେଟର ଭୋକଟା ବୈରୀ ହେଲା ମା। ଦୁଃଖ ସୁଖ କଥା ସିଏ କୁଆଡ଼ୁ ବୁଝିବ। ସେଇ ପେଟ ଚାଖଣ୍ଡକ ପାଇଁ ଯାହା ସବୁ ଶଙ୍ଖା ଥିଲା ତାକୁ ରୁଣ୍ଡେଇ କୁଣ୍ଡେଇ ପୁଣି ବିକିବା ପାଇଁ ଚାଲି ଆସିଲି। ହଉ ଯାଉଛି ମା, ଆହୁରି 5 ଖଣ୍ଡ ଗାଁ ଯିବାକୁ ପଡ଼ିବ। କାହା ସାଙ୍ଗରେ ଗପ ଯୋଡ଼ି ଦେଇଛୁ କି? ଆରେ ଶଙ୍ଖାରୀ ପୁଅ, ତମେ ଆଇଛ? ହଁ ମା, ଶୋଷ ଲାଗିଲା, ପାଣି ପିଇ ଟିକେ ଦୁଃଖ ସୁଖ ହଉଥିଲି। ମା, ଯେତେବେଳେ ଏ ଦୁଆରକୁ ଆଇଛି କେବେ ବିମୁଖ ହେଇ ଫେରିନି। ଶୁଣିଲି ନୂଆ ବୋଉ ସାନ୍ତାଣୀ ଆଇଛନ୍ତି, ଶଙ୍ଖା ନବନି? ତମେ ଦାଣ୍ଡଟାରେ ବସି ଗପ ମେଳିଦେଲେ ତମ ଶଙ୍ଖା କ'ଣ ବିକ୍ରି ହେଇଯିବ? ତା ଛଡ଼ା ବୋହୁ ସାନ୍ତାଣୀ ନୂଆ ଆସିଛନ୍ତି, ସିଏ କ'ଣ ବାହାରକୁ ଆସିବେ? ଆସ ଭିତରକୁ ଆସ। ଚାଲ ମା। ନିଅ। ଆସ୍ତେ ମଉସା, ଆସ। ବସ ମଉସା। ତମ ପସରା ଖୋଲ ଗୁଡ଼ା ପୁଅ। ଖୋଲୁଛି। ବୋହୁ ସାନ୍ତାଣୀ ଟିକେ ଡାକୁନ ମା। ହଉ। ଚାରୁ, ଚାରୁ, ବୋହୁ ସାନ୍ତାଣୀକି ଡାକିଦେଲୁ, ମୁକୁନ୍ଦ କାଚରା ଆସିଛି। କି ଶଙ୍ଖା ନବ ମା? ଛି କର, ଏ ବୁଢ଼ା ମିଣିପଟକ ଏତେ ଲାଜ କ'ଣ ମୋ ବୋହୁ ସାନ୍ତାଣୀ? ଆସମାନ ତାର ଶଙ୍ଖା ଅଛି? ଅଛି। ନାଇଁ ମା, ରଙ୍ଗ ଝିଲିମିଲି ବଉଳ ଫୁଲିଆ। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଶଙ୍ଖା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। କ'ଣ ହେଲା? ନାଇଁ ମା, ସେ କିଛି ନୁହେଁ। ଭାବିଥିଲି ଜୀବନରେ ଆଉ ସେ ଶଙ୍ଖା କେବେ ଗଢ଼ିବିନି। ତମେ ଯେତେବେଳେ କହୁଛ ମା, ଆସନ୍ତା ରଜକୁ ତମ ପାଇଁ ନିଶ୍ଚୟ ଆସମାନ ତାର ଶଙ୍ଖା ଗଢ଼ି ଆଣିବି। ହେଲେ ଆଜି କିଛି ନବନି ମା? କ'ଣ ନେବି? ଯାହା ତମ ଇଚ୍ଛା। ଆଚ୍ଛା ମା, ମୁଁ ତମ ହାତ ପାଇଁ ଶଙ୍ଖା ବାଛିଦେଲେ ପିନ୍ଧିବ? ମନା କରନି ମା।
ହାତ ବଢ଼ା ମା, ମୁଁ ବାଛି ଦିଏ। ଏ ବୁଢ଼ା ପୁଅଟାକୁ ନାଜ କରୁଛ ମା? ମୁଁ ପୁରା ତମର ବୁଢ଼ା ପୁଅ। ପୁଅକୁ ନାଜ କରନ୍ତି ନା? ବାଃ, ଆଚ୍ଛା ବୁଢ଼ା ପୁଅଟିଏ ପାଇଲ ଏକା। ହାତ ବଢ଼ା ଆଗ ବହୁ ସାନ୍ତାଣୀ। ଚୁଳା ପରି ନରମ ହାତରେ ସଖା ପିନ୍ଧିବାକୁ ଡର ଲାଗୁଛି ମା। अरे एठी कौन करछ सब? ମୁକୁନ୍ଦ ଶଙ୍ଖାରେ ଆସିଥିଲା ଯେ ବହୁ ସାନ୍ତାଣୀ ଶଙ୍ଖା ନଉଥିଲେ। ଜୁହାର ମା ସାନ୍ତାଣୀ। कौन संख्या देल? ହଁ, ମୁଠାଏ ନେଲେ ଚୂନ ଟିପି। दाम केते? ଶଙ୍ଖା ମୁଠାଇର ଦାମ କେତେ ହବ ମା? केते देबी कहूना? ମୋ ମାଠୁ କ'ଣ ମୁଁ ଦାମ ନେବି? किलो माँ कौन किलो? ଇଏ ପରା ବହୁ ସାନ୍ତାଣୀଙ୍କର ପୁଅ ହେଇଛି। अच्छा हो हो ଏଇଥରକ ଦାମଟା ନେଇଯାଅ, ଆରଥରକ ବରଂ ଖାଲି ଦେଇଯିବ। ତମେ ଗରିବ ଲୋକ। ନାହିଁ ନାହିଁ ମା ସାନ୍ତାଣୀ, ମୁଁ ଦାମ ନେବିନି। ମୋ ମାଆକୁ ଦେଇଛି, ଶଙ୍ଖା ମୁଠେ ଦେଇଦେଲେ ମୁଁ ଗରିବ ହେଇଯିବିନି ମା, ଦେବିନି। ଆରେ ଶୁଣ ଶୁଣ, ନାହିଁ ମା, ମୋତେ ମାଫ କରନ୍ତୁ ମା, ମାଫ କରନ୍ତୁ। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାର ସଂଖ୍ୟା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାର ସଂଖ୍ୟା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। ମୋର ଆସମାନ ତାରା ଦରକାର। आसमान तारा, आसमान तारा, आसमान तारा। काहे केते जीत करछु कहलु? एतिकिरे कांदी पकेलु? कांदिनी कांदिनी तो ससुर घर खबर पठेलेनी। काली सकाळु जेमिति हो तते पठेई देबा पड़िबो। मु सबारी बहिना देई आछी। काली भोर भोर आम दुआरे आनी से पहुँचब। आसमान तारा संख्या गढ़ा को 15 दिन लगे। समुदुणी कही पठे एथर तो सांगे सुनार चंपाकोड़ी हारटे पठेवाई। एते पैसा मु काहू पाइबी? पछपट बाड़ी खंड को बिकिदेली, सेतिकिरे चंपाकोड़ी हारटे कढ़ी। से चंपाकोड़ी हार पिंधि काली सवारी रे बसी तू शाशु घर को जीव। যাই পৌঁছু পৌঁছু চম্পাকড়ি হারটা বেকরু কাঢ়ি নেবে। ননন্দଟେ ଅଛି ନା, ତା ବର ଘରୁ ଦେଖିବାକୁ ଆସିଥିଲେ। ଖବର ପଠେଇଛନ୍ତି 5 ଭରି ସୁନା ସାଙ୍ଗକୁ ଚମ୍ପାକଢ଼ି ହାର। ତାହେଲେ ତୋ ବେକରେ ସେ ହାରଟା ରହିବନି? ନିଅନ୍ତୁ, ସବୁ ନେଇଯାଆନ୍ତୁ, ହେଲେ ମତେ ଟିକେ ଶାନ୍ତିରେ ରହିବାକୁ ଦିଅନ୍ତେ ଭଲା। ଟିକେ ସୁଖ ହେଲାନି। ଏ ବରଷକ ଭିତରେ ଗୋଟେ ଦିନ ବି ସୁଖ ଶାନ୍ତିରେ କଟିଲାନି। ସବୁବେଳେ ଶାଶୁ ନଣନ୍ଦଙ୍କ ଗଞ୍ଜଣା, କଥା କଥାକେ ଖୁଣ୍ଟା, ଯାଉଣୁ ଆସୁଣୁ ଗେରସ୍ତଙ୍କର ବିଧା ଚାପୁଡ଼ା ଗାଳି। କେତେ ସହିବି ବାପା? ସବୁଦିନ ସମାନ ଥାଇନି ମଣି। ଆଖି ବୁଜି ଦାନ୍ତ ଚିପି ପଡ଼ି ରହିଥିଲେ ଦିନେ ସୁଖର ଦିନ ଦେଖିବୁ। ନଣନ୍ଦ ପର ଘରେ ବୁଝିବ, ଶାଶୁର ବଳ ବୟସ ହଟିବ। ଦିନେ ସେ ତୋରି ହାତ ଟେକାକୁ ଅନେଇ ରହିଥିବ। ଆଉ ତମ ଜୋଇଁ, ତାଙ୍କ ଆଖିରେ ମୁଁ କାଳି ଅସୁନ୍ଦରୀ। ଏକଥା ଜୋଇଁ କହୁଛି? ତୋ ମହିଳା ଦେହଟାକୁ ସେ ଦେଖିପାରିଲା,
ସଫା ମନଟା ଦେଖିପାରିଲାନି। ତୋ କଳା ଚମଡ଼ା ତା ଆଖିରେ ପଡ଼ିଲା, ହେଲେ ତୋ କଳା ଘୁମର ଆଖି ଦିଟା ତା ଆଖିରେ ପଡ଼ିଲାନି। ସବୁବେଳେ ଖାଲି ଛି ଛି ଦୂର ଦୂର ମାର ମାର। ଖାଉରା ବିଲାଠୁ ରାତିରେ ପହରିକିଆ ବିଲୁଆ ଭୁକିବା ଯାଏ ଖାଲି କାମ ଆଉ କାମ। ଟିକେ ଧକ୍କା ମାରିବାକୁ ବସି ପଡ଼ିଲେ ଶାଶୁ ନଣନ୍ଦଙ୍କ ଝିଙ୍ଗାସ। ଡରି ଡରି ବିଛଣାକୁ ଯିବାକୁ ହୁଏ, କାଳେ ତାଙ୍କ ନିଦ ଭାଙ୍ଗିଯିବ। କେତେ ସହିବି ବାପା। ବାପା ତମେ ମତେ ଆସମାନ ତାରା ଶଙ୍ଖା ଗଢ଼ି ଦିଅ। ଆରେ ସେ ଶଙ୍ଖା ସେଠିକା ପଡ଼ିଶା ଘରର ବୋହୂ ଦିନେ ମତେ ପୋଖରୀ ତୁଠରେ କହୁଥିଲା, ଆସମାନ ତାରା ଶଙ୍ଖା ନାଇଲେ ଘରେ କୁଆଡ଼େ ସମସ୍ତେ ସୁଖ ପାଇବେ। ବାଇଆଣୀଟା, ଦୁନିଆରେ ଯେତେ ଶଙ୍ଖାରୀ ଅଛନ୍ତି ଶଙ୍ଖା ବିକିବା ପାଇଁ ସେମିତି କହିଥାନ୍ତି। ମୁଁ ତ ଗାଁ ଗାଁ ବୁଲି ଡାକ ଛାଡ଼େ, ମା ମାନେ, ବହୁ ସାନ୍ତାଣୀ ମାନେ, ଇଏ ହେଉଛି ଆସମାନ ତାରା, ମାନେ ଆକାଶର ତାରା। ୟାକୁ ପିନ୍ଧିଲେ ବରକୁ କାନିରେ ବାନ୍ଧିବ। ଇଏ ହେଉଛି ରଙ୍ଗ ଝିଲିରି, ଇଏ ହାତରେ ଥିଲେ ରଙ୍ଗ ଚହଟିବ। ଆଉ ଇଏ ହେଉଛି ବିଛା ମାଳିଆ, ୟାକୁ ନାଇଲେ ଅହିଶୁଲକ୍ଷଣୀ ହବ। ବାପା ତୋର ଆସମାନ ତାର ଶଙ୍ଖା ଦରକାର ତ? ଠିକ ଅଛି, ତତେ କାଲି ଶାଶୁ ଘରକୁ ପଠେଇ ଦେଲା ପରେ ସେ ଶଙ୍ଖା ମୁଁ ଗଢ଼ିବି। ଆଜିଠୁ ଗଣି ଗଣି 15 ଦିନ ପରେ ସେ ଶଙ୍ଖା ତୋ ପାଖରେ ପହଞ୍ଚିଯିବ। ହେଲା? ମଉସା, ଓ ମଉସା, ହଁ? ଶୋଇପଡ଼ିଲେଣି କି? ନା, ଶୋଇନି। ତାହେଲେ ପିଣ୍ଡାଟାରେ ବସିଛ କାହିଁକି? ହଁ। ରାତି କେତେ ହେଲାଣି ଜାଣିଛ? ଆରେ ପସରାଟା ବି ଏଇଠି ଥୁଆ ହେଇଛି। ତାମାନେ ଫେରି କରି ଆସି ଏଇଠି ବସି ଯାଇଛ, ଘର ଭିତରକୁ ଯାଇନ? ଥକି ପଡ଼ିଛ ମଉସା? ଥକି ପଡ଼ିବି କାହିଁକି? ମୁଁ କ'ଣ ଆଜି ନୂଆ କରି ଫେରି କରୁଛି? ତାହେଲେ ଉଠ, ଘର ଭିତରକୁ ଯିବା। ହଁ, ଘର ଭିତରକୁ ଯିବା। ବୁଝିଲୁ ବନମାଳୀ, ମୋ ଝିଅଟା ଚାଲିଗଲା ପରେ ମୁଁ ଯେମିତି ମାଟିରେ ମିଶି ଯାଇଥିଲି। ତୁ ସେତେବେଳେ ମୋ ପାଖରେ ଠିଆ ହେଇନଥିଲେ ମୋର ଯେ କ'ଣ ହେଇଥାନ୍ତା। ସେଦିନଠୁ ଆଜି ଯାଏଁ ତୁ ମୋ ବୋଝ ବହି ଚାଲିଛୁ। ତମକୁ ମୁଁ କେତେ ଥର କହିଛି ମଉସା, ହଁ? ସେ କଥାଟାକୁ ମୋ ଆଗରେ କହିବନି। ହଁ। ସେମିତି କହିଲେ ଯାହା ବା ଆସୁଛି, ଆଉ ତମ ଘରକୁ ମୁଁ ଜମା ଆସିବି। ନାଇଁ ନାଇଁ, ଆଉ ସେ କଥା ମୁଁ କହିବିନି, ଆଉ ଜମା କହିବିନି। ଚାଲ ଯିବା। ମଉସା, ଓ ମଉସା, ଉଁ? ତମର ଆଜି ନିଶ୍ଚୟ ଗୋଟାଏ କିଛି ହେଇଛି। ଯୋଉଠି ବସଛ ଗୁମ୍ ହେଇ ବସଛ। ହାରାମଣି ମରିବା ଦିନଠୁ ମୋର ଯେମିତି କ'ଣ ହେଇଯାଇଥିଲା, ହେଲେ ଆଜି ଆଜି କ'ଣ? ବିକ୍ରମପୁର ଗାଁ ଏଠୁ 5 କୋଶ ବାଟ, ଜାଣିଛୁ? ହଁ, ସେଇଠି କ'ଣ ହେଲା? ଶଙ୍ଖା ଫେରି କରି କରି ମୁଁ ସେ ଗାଁ ଭିତରକୁ ଚାଲି ଯାଇଥିଲି। ଅନାଦି ମହାପାତ୍ର ସେଠାକାର ଜମିଦାର, ତାଙ୍କର ପୋଇଲି ପରିବାର ସମସ୍ତେ ମୋଠୁ ଶଙ୍ଖା କିଣିଛନ୍ତି। ହେଲେ ଆଜି ଯାହା ଦେଖିଲି, କ'ଣ ଦେଖିଲ? ଜମିଦାର ଘର ବୋହୂକୁ ହାଲି ବାହା ହେଇଛି, ଶଙ୍ଖା କିଣିବ ବୋଲି ମୋ ସାମ୍ନାରେ ଆସି ଠିଆ ହେଇଗଲା। ମୁଣ୍ଡରେ ଓଢ଼ଣା ପଡ଼ିଥିଲା, ଓଢ଼ଣା ଖୋଲିଦେଲା ବେଳକୁ ହାରାମଣି। କ'ଣ ଦେଖିବାକୁ ସେ ତମ ଝିଅ ପରି? ନା, ସେ ମୋ ଝିଅ ପରି ମୋଟେ ନୁହଁ। ତା ମୁହଁ, ନାକ, ଦିହ ରଙ୍ଗ କିଛି ବି ମୋ ଝିଅ ପରି ନୁହଁ। ହେଲେ ତା ଆଖି ଦିଟା ସେମିତି ଭୁଲ, ସେମିତି ଆଖିପତା, ସେମିତି ଢଳ ଢଳ ଡୋଳା।
ଯେମିତି ଟିକିଏ ଉଖାରି ଦେଲେ ଲୁହ ନିକେଡ଼ି ଆସିବ। ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି ରେ ବନମାଳୀ। ସେ ଆଖି ଦିଟା ମୋ ଆଖି ଆଗରେ ବି ନାଚି ଉଠୁଛି। ମତେ ଯେମିତି ଲାଗୁଛି ସେ ନୁହଁ, ମୋ ହାରାମଣି ମୋ ଆଗରେ ଆସି କହୁଛି, ବାପା ମୋର ଆସମାନ ତାର ସଂଖ୍ୟା ଦରକାର ବାପା, ମୋର ଆସମାନ ତାର ସଂଖ୍ୟା ଦରକାର ବାପା, ମୋର ଆସମାନ ତାର ସଂଖ୍ୟା। ସକାଳୁ ସକାଳୁ କିଏ ଡାକ ପକେଇଛ? ତମ ଝୁଅ। କ'ଣ ହେଲା? କାଲି ରାତିରେ କ'ଣ ଟିକେ କଳି ତକରାଳ ଲାଗିଲା, କନିଅର ମଞ୍ଜି ଖାଇଦେଲା। କ'ଣ କହିଲ? ମୋ ଝୁଅ? ମୋ ଝୁଅ? ଘର ଲୋକ ଭୋରୁ ଭୋରୁ ମୋତେ ଡାକି କହିଲେ ମୁର୍ଦାରଟାକୁ ନେଇଯା, ତା ବାପ ଜିମା ଦେଇଦେବୁ। ନା, ମିଛ କହୁଛ, ତମେ ସବୁ ମିଛ କହୁଛ, ତମେ ମିଛ କହୁଛ। ମଣି ଦେଖୁଛୁ? ଆସମାନ ତାରା ଶଙ୍ଖା ପିନ୍ଧିବ ବୋଲି ମତେ କହିଥିଲା। ଆସମାନ ତାରା ଶଙ୍ଖା ମୁଁ ଗଢ଼ିଛି, ସେ ପିନ୍ଧିବ କ'ଣ ଆସମାନ ତାରା ହେଇଗଲା। ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ, ଯାହା ଦେଇଥିଲ ସବୁ ତ ନେଲଣି, ଆଉ ଏବେ କିସ ଛଡ଼ାଇବ ହେ, ଆଉ ଏବେ କିସ ଛଡ଼ାଇବ ହେ। ସଂସାରେ ଯେ କରାଇ আস ধায়ে সিনা সে তুম্ভ পাশ সকাল ভরাসা যার তুটিলাড়ি কিস বলি তাকু ডরাইব হে কিস বলি তাকু ডরাইব হে। ସେ ଚଣ୍ଡାଳ ଗୁଡ଼ାକ ମୋ ଝିଅଟାକୁ ମାରିଦେଲେ। ମୁଁ ବି ବାପ ହେଇ ତା ଅଳି ପୂରା କରିପାରିଲିନି। ତାର ଖୋଲା ଆଖି ଦିଟା ସବୁବେଳେ ମୋ ଚାରିପଟେ ଘୁରି ବୁଲୁଥିଲା। ହେଲେ ଆଜି ବିକ୍ରମପୁରର ଜମିଦାରଙ୍କର ବୋହୂ ସାହାତଙ୍କୁ ଦେଖିଲା ପରେ ମୋତେ ଯେମିତି ଲାଗିଲା ତାରି ଆଖି ଭିତରେ ମୋ ଝିଅ ଲୁଚି ରହିଛି। ସେ ବି ମୋତେ ଆସମାନ ତାର ଶଙ୍ଖା ମାଗିଛି ବନମାଳୀ। ଏଥର କିନ୍ତୁ ମୁଁ ହାରିବିନି। ଏଥର ରଜ ବେଳକୁ ନିଶ୍ଚୟ ମୁଁ ଆସମାନ ତାର ଶଙ୍ଖା ତା ହାତରେ ପିନ୍ଧେଇଦେବି। ହଁ ବନମାଳୀ, ପିନ୍ଧେଇଦେବି। हाँ देखी देखी हाथरा देखी
ଟିକେ ଆଲୁଟା ତେଜି ଦେଲ। ହଁ ଟିକେ ଜୀବଟା ଜୀବଟା ହଁ ଜୀବଟା ଟିକେ ଦେଖି ଆଉ ଟିକେ ଜ୍ୱର କେତେ ଦିନ ହେଲାଣି? 7-8 ଦିନ ହବ ଅଠାଡ଼ ଜ୍ୱର, ତା ସାଙ୍ଗକୁ ରାତି ସାରା କାଶ। ନାଡ଼ି କହୁଛି ବାତ ପିତ୍ତ କଫ ସବୁ ଏକାଠି ମିଶି ଯାଇଛି। ରୋଗୀର ଅବସ୍ଥା ସଙ୍ଗୀନ। ମୋର ମରିବାକୁ ଡର ନାହିଁ କବିରାଜ, ହେଲେ ଗୋଟେ କାମ ମୋର ଅଧା ରହିଯାଇଛି। ମୁଁ ଜଣକୁ କଥା ଦେଇଛି, ତା ଆଗରୁ ମୁଁ ମରିପାରିବିନି କବିରାଜ, ମୁଁ ମରିପାରିବିନି। ତମେ ମରିବାକୁ ଚାହିଁଲେ ତମକୁ ଛାଡୁଛି କିଏ? ଏ ବୈଦ କବିରାଜ ଏସବୁ ଜମ ପାଖରୁ ରୋଗୀକି ଛଡେଇ ଆଣୁଛନ୍ତି, ତମେ ତାରି ଆପଣରେ ପଡିଛ। ଯିବ କୁଆଡେ? କସ୍ତୁରୀ ଘଟିତ ମକରଧ୍ୱଜ ବଟିକା ରଖିଛି, ମହୁ ସାଙ୍ଗରେ ଖଲିକିରି ପାନେ ଦେଇଦେଲେ ଝାଡ଼ି ଝୁଡ଼ି ହେଇକି ବିଛଣାରେ ରୋଗୀ ଉଠିକିରି ବସିବ। 4 ପାନ ଔଷଧ ମୁଁ ପଠେଇ ଦଉଛି। ଆଜି ରାତିରେ ପାନେ ଦେବ, କାଲି ସକାଳୁ ପାନେ, କାଲି ରାତିରେ ପାନେ, ପରଦିନ ପାନେ ଔଷଧ ଦେଇକିରି ମୋତେ ଖବର ଦେବ ରୋଗୀର ଅବସ୍ଥା କେମିତି ଅଛି। ତା ନହେଲେ ପାଣି ଔଷଧ ଦେବା ଆଉ କ'ଣ ଅଛି ସେଥିରେ। ହଁ ମୁଁ ଛାଡ଼ି ଦେଇ ଆସିବି? ନାଇଁ 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 ଦରକାର ନାହିଁ ଦରକାର ନାହିଁ। ମୁଁ ଏଇ ଗାଁରେ ଆଉ ଜଣେ ରୋଗୀକି ଦେଖିବାର ଅଛି, ତା ପାଖରୁ ଲଣ୍ଠନଟେ ମାଗିକି ଚାଲିଯିବି ଆଉ କ'ଣ। ଯାଉଛି। ବନମାଳୀ, ବନମାଳୀ, କ'ଣ କୁହ? ରଜ ଆଉ କେତେ ଦିନ ରହିଲା? ଢେର ଦିନ ଅଛି। ହଁ ଏବେ ତ ବୈଶାଖର ଅଧା ଅଧି, ହଁ ଜ୍ୟେଷ୍ଠ ମାସ ଗୋଟାକ ଅଛି, ତାପରେ ଯାଇ ରଜ। ସେତେବେଳକୁ ମୁଁ ଭଲ ହେଇଯାଇଥିବି ତ। 15 ଦିନ, ମୋର ମାତ୍ର 15 ଦିନ ଦରକାର। ତମେ ଟିକେ ଶୋଇ ରୁହ, ମୁଁ ଯାଇ ତୁମ ଖାଇବାଟା ଦେଖେ। ବନମାଳୀ, କ'ଣ ଆକାଶରେ ମେଘ ଅଛି ନା? ନା। ତାହେଲେ ଆକାଶ ସାରା ତାରା ଛାଇ ଯାଇଥିବ। ସେଇ ତାରାମାନଙ୍କ ଭିତରୁ ମୁଁ ମୋ ଆସମାନ ତାରାକୁ ଖୋଜିବି। ମୁଁ ମୋ ଆସମାନ ତାରାକୁ ଖୋଜିବି। ଆସମାନ ତାରାକୁ सखी बातायन पासे पक्षीटिए आसी काने काने गला कही। सखी बातायन पासे पक्षीटिए आसी काने काने गला कही। श्याम बंधु तोरा निश्चय आसीबे मन उणा कर नाही। सखी बातायन पासे पक्षीटिए आसी काने काने गला कही। सखी सिए न आसिले दिन बही जाए राति जाए देख पाही। सखी सिए न आसिले दिन बही जाए राति जाए देख पाही। तांक पथ चाही तांकु तो नाई किछि आउ रुचु नाही। सखी बातायन पासे पक्षीटिए आसी काने सान्ताणी, तमे कांदुथिल? कांदिबी काहींकी, आखिरे कौन गोटे पड़ीगला ना। ସବୁ ଆଲୁଅ ଗୁଡ଼ା କମେଇ ଦେଇ କେଉଁ ଚିନ୍ତାରେ ବୁଡ଼ି ଯାଇଛ ଯେ?
ବସ। ବୁଝିଲ, ଅକ୍ଷି ତୃତୀୟା ଆଉ ଦିନ 15ଟା ବାକି ରହିଲା। ଏଯାଏଁ ଆମ ଅଧା ବିଲକୁ ହଳ ଯାଉନି। ଫଗୁଣ ଚୈତ୍ର ମାସ ଭିତରେ ଅସରାଏ ବର୍ଷା ହେଇଯାଇଥିଲେ ମାଟିରେ ପାଗ ହେଇଥାନ୍ତା। ମୂଲିଆମାନେ କହୁଛନ୍ତି ଜମିରେ ହଳ କାଟୁନି। ଗଲା ବର୍ଷ ଭଲ ଫସଲ ହେଇନଥିଲା। ପ୍ରଜାମାନଙ୍କୁ ଖଜଣା କେମିତି ମାଗିବି ସେଇ କଥା ଭାବୁଛି। ଇଆଡ଼େ ଲାଟବନ୍ଦୀ ପାଖେଇ ଆସିଲାଣି। ସବୁବେଳେ ଜମିଦାରୀ ଆଉ ଚାଷ ଏଇସବୁ ଚିନ୍ତାରେ ବୁଡ଼ି ରହିଲ। ଏଣିକି ଘର ଆଡ଼େ ଟିକେ ନଜର ଦିଅ। କ'ଣ ନଜର ଦେବି? ବୋହୂକୁ ଦେଖିଲେଣି? ତା ମୁହଁକୁ ଆଉ ଚାହିଁ ହେଉନି। କେତେ ଖୋଜି ଖୋଜି ସୁନାନାକି ବୋହୂଟାକୁ ଘରକୁ ଆଣିଥିଲ। ତା ଆଡ଼େ ଟିକେ ଚାହଁ। କଳା କାଠ ପଡ଼ିଯାଇଛି। କାହିଁକି? ତାର କ'ଣ କିଛି ଅଭାବ ରଖିଛି ମୁଁ? ଶାଢ଼ୀ, ଗହଣା, ଆୟ, ଅଳଙ୍କାର କେଉଁଥିରେ ତାର ଊଣା? ଭଲ କଥା କହୁଛ ତମେ। ଏଇସବୁ ମିଳିଗଲେ କ'ଣ ଗୋଟେ ସ୍ତ୍ରୀର ମନ ବୁଝିଯିବ? ଆଉ କ'ଣ ଦରକାର ସେ କଥା କହୁନା। ତମ ମନକୁ ପଚାର। ବାହାଘର 6 ମାସ ବିତିଗଲା। ତମ ପୁଅ ଦିନକ ପାଇଁ ଘରକୁ ଆସିଛି। 7 ମଙ୍ଗଳା ସାରି ଯାଇଛି ଯେ ଯାଇଛି। ପୁଣି ଗଲାବେଳେ ମୋତେ କହିକି ଯାଇଛି, ବୋହୂ ଚାହୁଁଥିଲୁ ପରା, ବୋହୂ ଆଣିଦେଲି। ଏଣିକି ଆଉ ମୁଁ ପାଠ ପଢ଼ାରେ ବିବାଦ କରିବୁନି। ପୁଅ କାହାର? ତମେ ତ ଏମିତି ହସିବ ଆଉ। ସାରା ଦୁନିଆର ଲୋକ କ'ଣ ଆଉ ପାଠ ପଢ଼ୁନାହାନ୍ତି? ତା ବୋଲି ଏମିତି ଦୁନିଆ ଭାସିଗଲେ ବି ସେ ପାଠ ବହିରୁ ମୁହଁ ଉଠେଇ ଚାହିଁବୁନି। ବୁଝିଲ ରଜନୀ, ଆମ ବଂଶରେ ସମସ୍ତେ ଅପାଠୁଆ ବା ଦରପାଠୁଆ ଥିଲେ। ଭାବୁଥିଲେ ଜମିଦାର ଆଉ ସମ୍ପନ୍ନ ଲୋକଙ୍କର ପାଠପଢ଼ା କ'ଣ ଦରକାର? ଖାଲି ଅକ୍ଷର ଚିହ୍ନିଲେ ଆଉ ହର, ଗୁଣା, ଫେଡ଼ା, ମିଶା ଏତକ ଶିଖିଗଲେ ହେଲା। ଏ ଗୁମାସ୍ତାମାନେ ଦରମା ପାଇ ପୋଷା ହେଉଛନ୍ତି କାହିଁକି? ଏଇ ଆମ ବଂଶରେ ବ୍ରଜକିଶୋର ପ୍ରଥମ, ଯିଏ IA ପାସ୍ କରି BA ପଢ଼ୁଛି, ବୃତ୍ତି ବି ପାଉଛି। ପଢ଼ୁ, କେତେ ପଢ଼ିବ? ଏଣେ ପଛକେ ବୋହୂ ଲୁଚି ଲୁଚି କାନ୍ଦୁଥାଉ। କ'ଣ ହେଲା? ବୋହୂ କାନ୍ଦୁଛି? ହଁ, ଆଉ ଟିକେ ପୂର୍ବରୁ ଝରକା କୋଣରେ ଲୁଚି ଲୁଚି କାନ୍ଦୁଥିଲା। ନାଇଁ 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 ନାଇଁ, ଏଟା ଭଲ କଥା ନୁହେଁ। ଘରର ଲକ୍ଷ୍ମୀ କାନ୍ଦିଲେ ଅମଙ୍ଗଳ ହବ। ୟାର ନିଶ୍ଚୟ କିଛି ଗୋଟେ ପ୍ରତିକାର କରିବାକୁ ପଡ଼ିବ। ହଁ, ମୁଁ ଯାହା କହିଛି ସବୁ କଥା ମନେ ରହିଛି ତ ଗୁଣ୍ଡୁଚି? ମା ସାନ୍ତାଣୀ, ଖାସ୍ ସେଇ କାମରେ ମୋତେ ବାବାଙ୍କ ସାଙ୍ଗରେ କଟକ ପଠାଉଛ। ମୁଁ କ'ଣ ଭୁଲିଯିବି? ଆଜି ପର୍ଯ୍ୟନ୍ତ ଏ ଗୁଣ୍ଡିଚି ବାରିକକୁ ଯେଉଁ କାମରେ ପଠାଇଛ ସେ କାମରେ କେବେ ଖିଲାପ କରିଛି? କଥାରେ ଅଛି ପରା, ରାଜାଙ୍କ ମନ୍ତ୍ରୀ ହଟିଯାଇପାରେ, ହେଲେ ରାଜାଙ୍କ ବାରିକ ସେ କାମ ତୁଲେଇ ଦେବ। ହଉ, ତୁ ଯା। ବାବୁ ଘୋଡ଼ା ଗାଡ଼ିରେ ବସି ସାରିଲେଣି, ପୁଣି ବିରକ୍ତ ହେବେ। କ'ଣ ହେଲା? ପାନିଆଟା ଲାଗିଗଲା। ରୁହ ମୋ ବୋଉ ସାନ୍ତାଣୀ, ତମକୁ ଆଜି ଛାଡ଼ୁଛି କେତେକେ। ମା ସାନ୍ତାଣୀ କହିଛନ୍ତି ପରା, ବୋହୂକୁ ମୋର ଆଜି ଭଲକିରି ସଜେଇ ଦେବୁ। ବାପା ସାନ୍ତେ ଘଡ଼ିଏ ରାତି ହେଲା ଘୋଡ଼ା ଗାଡ଼ି ନେଇ ବାହାରି ଗଲେଣି କଟକ। ଲଗାତାର 3 ଛୁଟି ଅଛି। ମା ସାନ୍ତାଣୀ କହିଛନ୍ତି, ରାଣ ନିୟମ ପକେଇ ଯେମିତି ହଉ ପୁଅକୁ ଧରି ସଞ୍ଜ ସରିକି ଆସି ଘରେ ପହଞ୍ଚିବୁ। ଆଉ ତାପରେ ମୃଦୁ ପଦଧ୍ୱନି ଶୁଣି ଥରେ ଥରେ ଚମକି ଚମକି ଉଠେ ଚକିତରେ। ବସି ବସି ବୃଥା ଆକୁଳ ଅନ୍ତରେ ହେଉଥାଏ ଚିର ବେଦନା ଭାଗି। ମୃଦୁ ପଦଧ୍ୱନି ଶୁଣି ଥରେ ଥରେ ଚମକି ଚମକି ଉଠେ ଚକିତରେ।
ବସି ବସି ବୃଥା ଆକୁଳ ଅନ୍ତରେ ହେଉଥାଏ ସଦା ବେଦନା ଭାଗୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହା ଏକ ଅନବଦ୍ୟ କବିତା। କବି ଏଠାରେ ତାଙ୍କ ବିରହୀ ପ୍ରେମିକର ପ୍ରିୟା ପାଇଁ ଥିବା ଆକୁଳ ଅପେକ୍ଷା କଥା ପରୀକ୍ଷା ମୁଣ୍ଡ ଉପରେ ଆସିବା ପାଇଁ ମନା କରୁଥିଲି, ବାପା ଜୋର କରି ନେଇ ଆସିଲେ। ତମେ କୁଆଡ଼େ ଲୁଚେଇ ଲୁଚେଇ କାନ୍ଦୁଛ? କିଏ କହୁଥିଲା? ମୁଁ ଆସିଲା ପରେ ମା ତା ଶୋଇବା ଘରକୁ ଡାକିକି ନେଇ କହୁଥିଲା। କେତେଥର ଆଖିରୁ ଲୁହ ପୋଛିବା ସେ ଦେଖିଛି। ଏମିତି କ'ଣ ଆଖିରୁ ଲୁହ ବାହାରେନି? କିଛି ଗୋଟେ ପଡ଼ିଗଲେ କି ଆଖିରେ ଧୂଆଁ ବାଜିଲେ? ବର୍ତ୍ତମାନ ତ କୋଉଠି ଧୂଆଁ ନାହିଁ କି ଆଖିରେ କିଛି ପଡ଼ିବା କଥା ନୁହେଁ। ମୁଁ କାନ୍ଦୁଥିଲି ନା କ'ଣ? ତମେ କି ସୁନ୍ଦର। ଆଜି ଜାଣିଲ? ସ୍ତ୍ରୀମାନେ ସ୍ୱାମୀମାନଙ୍କ କଥା ରଖନ୍ତି ନା? କହିକି ଦେଖ। ଆମର 3 ଦିନ ଛୁଟି ଅଛି। ବାପା ବୋଉ ବି ଜାଣିଛନ୍ତି ମୁଁ 3 ଦିନ ରହିବି ବୋଲି। ମୁଁ ବି ଜାଣିଛି। ମୁଁ କାଲି ଚାଲିଯିବି। ତମେ କିନ୍ତୁ କାନ୍ଦିବନି। ଦେଖ, ଭଲ ଭାବରେ ପ୍ରସ୍ତୁତ ନହେଲେ ପରୀକ୍ଷାରେ ଭଲ ହବନି। ତମେ କ'ଣ ଚାହଁ ମୁଁ ପରୀକ୍ଷାରେ ଖରାପ କରେ? ରଜ ଆଗରୁ ପରୀକ୍ଷା ସରିଯିବ। ରଜ ବେଳକୁ ତମ ପାଖରେ, ଆଉ ତାପରେ ସବୁଦିନ ପାଇଁ ମୋ ପାଖରେ। ତମେ କେମିତି ଜାଣିଲ? ବାରେ, ଜାଣିବିନି? ସେତେବେଳକୁ ତ ମୋ ହାତରେ ଆସମାନ ତାରା ଥିବ। ଆସମାନ ତାରା? ସେ କ'ଣ? କହିବିନି, ଦେଖିଲେ ଜାଣିବ। ମଉସା, ମଉସା, ଓ ମଉସା, 5 ଜଣ ପାଣି ଆଣିଛି ପିଇ ଦିଅ, ଗରମ ଛାଡ଼ିଯିବ। ମଲା, ଶୁଭୁନି କି? ମାସେ ହେଲା ଜ୍ୱର ଭୋଗି ଏବେ ଉଠୁ ଉଠୁ ଫେର କାମରେ ଲାଗିଗଲାଣି। ଜ୍ୱର ଲେଉଟିବ ଯଦି ନା, ମଉସା ନିଅ ପିଇ ଦିଅ, ପିଇ ଦିଅ। ବାପା, ରଜ ଆଉ କେତେ ଦିନ ରହିଲା? 10 ଦିନ। ତମେ ଯେମିତି କାମରେ ଲାଗିଛ, ଜ୍ୱର ଫେର ଲେଉଟିବ। ନା ନା, ମୋର ଆଉ ଜ୍ୱର ଲେଉଟିବନି। ରଜ ଆଗରୁ ଜ୍ୱର ଲେଉଟିଲେ ମୋର ଆଉ ଚଳିବନି। ତାହେଲେ ସେଇ ଗାଁ, ସେଇ ବିକ୍ରମପୁର, ସେ ତ ଏଠୁ 5 କୋଶ ବାଟ। ଗୋଟେ ଗୋଟେ ପାଦ ପକେଇ ଏଠି ସେଠି ଗଛ ମୂଳରେ ବସି ଚାଲିଗଲେ ବେଳ ରତ ରତ ସରିକି ମୁଁ ପହଞ୍ଚିଯିବି। ରାତିରେ ବିକ୍ରମପୁର ଗାଁ ହାଟ ଚାଳିଆ ତଳେ ଶୋଇପଡ଼ିବି। ସାଙ୍ଗରେ ଗଣ୍ଡେ ଚୁଡ଼ା ନେଇଛି। ଆଣ, ମତେ ଦିଅ। କ'ଣ? ତମର ସେ ଆସମାନ ତାରା ଶଙ୍ଖା। ଏମିତିକା ଦିହ ନେଇ ତମେ ଯାଅନି। ଆଉ ତୋ ହାତରେ ଦେଇଦେବି? ଆରେ ଏତେ କଷ୍ଟ କରି ମନ ମୁନ ଚୈତନ୍ୟ ଲଗେଇ ମୁଁ ଏ ଆସମାନ ତାରା ଶଙ୍ଖା ଗଢ଼ିଛି, କ'ଣ ତୋ ହାତରେ ପଠେଇବା ପାଇଁ?
ତୋ ଆଖିରେ ମୁଁ କ'ଣ ତା ଆଖିକି ଦେଖିପାରିବି? କହିଲା କ'ଣ ନା ମତେ ଦେଇଦିଅ, ମତେ ଦେଇଦିଅ, ମୁଁ ଯିବି, ମୁଁ ନେଇଯିବି। ମା, ମୁଁ ବୁଢ଼ା ପୁଅ ଆଇଛି। ମା ସାନ୍ତାଣୀ କାହାନ୍ତି? କିଏ ଆସିଛି? କାହା ସାଙ୍ଗରେ କଥାବାର୍ତ୍ତା କରୁଛୁ? ଜୁହାର ମା ସାନ୍ତାଣୀ। କାହିଁକି ଆସିଛ? ଏଠି କ'ଣ କାମ ତମର? ଶଙ୍ଖା ତିଆରି କରି ରଜ ବେଳକୁ ଆସିବି ବୋଲି କହିଥିଲି ମା। ମୋ ମା ତା ବୁଢ଼ା ପୁଅକୁ କହିଥିଲା ଶଙ୍ଖା ଗଢ଼ିବା ପାଇଁ। ମାସେ କାଳ ରୋଗରେ ପଡ଼ିଲି। ବଳ ହଟିଲା ସିନା, ମନ ହଟିଲାନି। ରାତି ଦିନ ଲାଗି ମୁଁ ଶଙ୍ଖା ଗଢ଼ି ଆଣିଛି ମା। हे देखो माँ सान्ताणी, आसमान तारा शंखा। मो माँ कहती सान्ताणी, ए रोगा दिहरे मु 5 कोस बाट चाली चाली आसी। आज पहली रजरे मो माँ हाथ में शंखा पिंधे देवी। ना, शंखा लोड़ा नहीं। कौन कहलो माँ? लोड़ा नहीं? एते बाटरू एका एका चाली चाली आसी मत फेरई देव? शंखा कहीं नेबे नहीं। कांदुच कहीं माँ? जेते थर आसी तमर हस हस मुह देखी। ओइले परिचारी समस्त मुहर जमी हस निभि जाइछि। कौन है माँ? जाओ। आओ शंखा न नेले नहीं। मो माँ को थोड़े डाकी दियो, देखी केते दिन है ताकू देखिनी। देखा ही परिबनी। देखा ही परिबनी? थरुटे मो माँ को मु देखी परिबिनी? तुमको नेहुरा होची माँ। थरे खाली थरे मो माँ को आखि फुटे देखा दियो। बंचीबी कि मरबी किसी ठिकाना नहीं। माँ, ये बुढ़ाटा को मना करनी। जा बोहू को डाकी दे। मन कला तार सर्वनाश देला। सबुथिरु वंचित करी केउ जसबाना उड़ाई बहे जहाँ